ସାଙ୍ଗମାନେ ଏଇଟା ହେଉଛି ମହାନଦୀର ଚଉମାଣି ନଦୀଘାଟ। ଏଇ କିଛି ଦିନ ପୂର୍ବରୁ ମହାନଦୀରେ ଭୟଙ୍କର ବନ୍ୟା ଆସିଥିଲା, ଯାହାଦ୍ୱାରା ଏଇ ଘାଟଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିଲା। ଯଦିଓ ଏବେ ବି ସୁଦ୍ଧା ମହାନଦୀରେ ବନ୍ୟା ଜଳର ସ୍ରୋତ କମ୍ ହୋଇନାହିଁ, ସେଥିପାଇଁ ଲୋକମାନେ ଏଇ ବାଟ ଦେଇ ନଦୀ ପାର ହେବା ପାଇଁ ସୁରକ୍ଷିତ ମନେ କରୁନାହାନ୍ତି। ଏବଂ ତା ସହିତ ଏହି ନଦୀଘାଟର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ କେହି ବି ଜଣେ ବାଇକ୍ କିମ୍ବା ସାଇକେଲ ଚଳାଇ ଘାଟ ନିକଟକୁ ଯିବା କଷ୍ଟକର ହୋଇପଡ଼ିବ। କାରଣ ଆପଣମାନେ ଦେଖିପାରୁଛନ୍ତି ଏତେ ମାତ୍ରାରେ କାଦୁଅ ପାଣି ରାସ୍ତାରେ ଜମି ରହିଛି, ଯାହାଦ୍ୱାରା କି ବାଇକ୍ ଚଳାଇ ଘାଟ ନିକଟକୁ ଯାଇ ହେବ ନାହିଁ। ଏବଂ ଯଦି ସରକାରଙ୍କ ତରଫରୁ ଚଉମାଣି ଲକ୍ ଠାରୁ ପୁରା ନଦୀଘାଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଢଳାଇ ରାସ୍ତା ତିଆରି କରାଯାଆନ୍ତା, ତାହେଲେ ଲୋକମାନଙ୍କୁ ବର୍ଷା ଦିନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ।